দীর্ঘ 8 ବର୍ଷର ପ୍ରତୀକ୍ଷା ପରେ ବ୍ରାହ୍ମଣ ନିଯୋଗର ନୂତନ ପ୍ରତିନିଧି ସଭା ମନୋନୟନ ପାଇଁ ଆମର ଜାନୁଆରୀ 28ରେ ଗୋଟିଏ ସାଧାରଣ ସଭା ହୋଇଥିଲା। ବିଭିନ୍ନ ଅନିବାର୍ଯ୍ୟ କାରଣ ଯୋଗୁଁ ଅନ୍ୟାନ୍ୟ ବିଷୟ ଆଲୋଚନା ହେଲେ ମଧ୍ୟ ପ୍ରତିନିଧି ସଭା ହୋଇପାରିନଥିଲା। ସେହି ସ୍ଥଗିତ ସଭାକୁ ପୁନର୍ବାର ଆହ୍ୱାନ କରାଗଲା ଗତ କାଲି 16 ତାରିଖ ଦିନ 16 ଫେବୃଆରୀ। ସେଥିରେ ଗୋଟିଏ 21 ଜଣିଆ ପ୍ରତିନିଧି ସଭା ସାଧାରଣ ସଭା ବିଧିବଦ୍ଧ ଭାବରେ ନିର୍ବାଚିତ କରି ତାହା ପ୍ରୋସିଡିଂ ଆକାରରେ ଗ୍ରହଣ କଲେ। ତାପରେ ସେଇ 21 ଜଣ ବସି ଆଜି ତାଙ୍କ ଭିତରୁ କିଏ କେଉଁ ପଦବୀରେ ରହିବ ସେମାନେ ସର୍ବସମ୍ମତିକ୍ରମେ ସ୍ଥିର କରିଛନ୍ତି ଏବଂ ବର୍ତ୍ତମାନ ବ୍ରାହ୍ମଣ ନିଯୋଗର ସାମଗ୍ରିକ ପରିସ୍ଥିତି ଉପରେ ଯେତେ ସନ୍ଦେହ ଥିଲା, ଯେତେ ସନ୍ଦେହ ଆସୁଛି ବା ଯେତେ ସନ୍ଦେହ ଆସିବାକୁ ଅଛି, ଇଏ ସବୁ ସନ୍ଦେହର ଉତ୍ତର ଆଜିର ଏହି ସଭା ଏବଂ ବ୍ରାହ୍ମଣ ନିଯୋଗ ସଫଳତାର ସହିତ ଆଜି ଏକ ନିର୍ବାଚିତ କର୍ମକର୍ତ୍ତା ମଣ୍ଡଳୀ ନିଯୁକ୍ତ କରିପାରିছে, ଯାହା ଆଗକୁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ସମସ୍ତ ସହଯୋଗ ରକ୍ଷା କରି ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ଇତ୍ୟାଦି କିଭଳି ଶୃଙ୍ଖଳାରେ ହେବ ତାହା ଦେଖିବ। ତା ସହିତ ବ୍ରାହ୍ମଣ ନିଯୋଗ ସମାଜର ଯାହା ସାମୂହିକ ଆବଶ୍ୟକତା ଉନ୍ନତି ବା ଯୋଜନା ଦେଖିବାକୁ ଅଛି ତାହା ମଧ୍ୟ ଏ ସଂସ୍ଥା ଦେଖିବ। କାରଣ ଏ ସଂସ୍ଥାର ପରମ୍ପରା ହେଲା ସେଇଆ, ଏହା ଏକ ଭାଇଚାରା ସଂସ୍ଥା ଏବଂ ତାହା କେବେ ବି ବ୍ୟାହତ ହୋଇନାହିଁ। ଆଜି ଆମର ଯେଉଁ ସଭ୍ୟ ଚୟନ କରାଯାଇଥିଲା କିଏ କେଉଁ ପଦପଦବୀରେ ରହିବ, ସେମାନଙ୍କ ମଧ୍ୟରେ ସଭାପତି ଆମର ହେଉଛନ୍ତି ଶ୍ରୀ ଭାଗୀରଥୀ ମହାଶୟ, ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଆମ ନିଯୋଗର, ଏବଂ ଉପସଭାପତି ପ୍ରସନ୍ନ କୁମାର ମହାଶୟ ଏବଂ ଆଉ ଜଣେ ଉପସଭାପତି ମହେଶ୍ୱର ପଣ୍ଡା, ସମ୍ପାଦକ ବିରଞ୍ଚି ନାରାୟଣ ପତି, ସହ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର, ସହ ସମ୍ପାଦକ ନୃସିଂହ ପ୍ରସାଦ ମହାପାତ୍ର ଏବଂ ସହ ସମ୍ପାଦକ ନରେନ୍ଦ୍ର କୁମାର ମହାପାତ୍ର। ଆମର କୋଷାଧ୍ୟକ୍ଷ ରହିଛନ୍ତି ଶେଷ ଶେଖର ଗରାଉଡୁ, ସହ କୋଷାଧ୍ୟକ୍ଷ ଅଛନ୍ତି ଅକ୍ଷୟ କୁମାର ମହାପାତ୍ର ଏବଂ ହିସାବ ସମୀକ୍ଷକ ଅଡିଟର ଦୀପକ କୁମାର ମହାପାତ୍ର। ଆମର ଆଜି ଏହି ସବୁ ସଭ୍ୟମାନଙ୍କୁ ଆମେ ମନୋନୀତ ସବୁ କରାଯାଇଛି। ହଁ, ଆମର ସେଟା ଏଇଟା ସିଲେକ୍ସନ ହୁଏ। ସିଲେକ୍ସନ ପ୍ରକ୍ରିୟା ଆମର କାଲି ସରିଯାଇଥିଲା। ଆମେ ମଧ୍ୟ ମନ୍ଦିର ପ୍ରଶାସନକୁ 21 ଜଣିଆ ସଭ୍ୟ ମନୋନୀତ ଆମେ ତାଙ୍କୁ ଚୟନ ଇଏର ଯେଉଁ ଚିଠା ଆମେ ତାଙ୍କୁ ଦେଇଥିଲୁ ଏବଂ ଆସନ୍ତାକାଲି ମଧ୍ୟ ଆମର ଯେଉଁ ହେଲା ପଦପଦବୀ ତାଙ୍କୁ ଖୁବ୍ ଶୀଘ୍ର କାଲି ଆମେ ଜଣାଇଦେବୁ।